ଗୋଟିଏ ରହୁଥାଏ। ବୁଢ଼ୀ ମୂଲ ମଜୁରୀ କରି ଚଳେ। କାହା ଘରେ ବାସନ ମାଜେ ତ କାହା ଘରେ ଧାନ ପାଛୁଡ଼େ। ଏମିତି ସୁଖେ ଦୁଃଖେ ତା ଦିନ ଯାଏ। ଦିନେ ବୁଢ଼ୀ ଗୋଟିଏ କଲରା ମଞ୍ଜିଟେ ପାଇଲା। ତାକୁ ତା ଅଗଣାରେ ଗୋଟିଏ ମନ୍ଦା କରି ପୋତିଦେଲା। କିଛି ଦିନ ଭିତରେ ମଞ୍ଜିରୁ ଗଜାଟିଏ ହେଲା। ଧୀରେ ଧୀରେ ଗଜାରୁ ଗଛ ଆଉ ଗଛରୁ ଲତା ମାଡ଼ିଲା। ଦିନେ ବୁଢ଼ୀ ସକାଳୁ ଉଠି ଦେଖିଲା ବେଳକୁ କଲରା ଗଛରେ ଗୋଟିଏ କଲରା ପାଚି ହଳଦୀ ଗୁରୁଗୁରୁ ଦେଖାଯାଉଛି। ବୁଢ଼ୀର ଖୁସି କହିଲେ ନ ସରେ। ଠିକ୍ ତା ଘର ପାଖ ଗୋଟିଏ ଗଛରେ ଗୋଟିଏ କାଉ ରହୁଥିଲା। ହଳଦୀ ଗୁରୁଗୁରୁ କଲରାକୁ ଦେଖି କାଉର ପାଟିରୁ ଲାଳ ଗଡ଼ିଲା। ତାପରେ ସେ ବୁଢ଼ୀକୁ ଆସି କହିଲା, ଏ ବୁଢ଼ୀ ମାଉସୀ, ମତେ କଲରାଟେ ଦଉନୁ, ମୁଁ ଖାଆନ୍ତି। ବୁଢ଼ୀ ଏତେ କଷ୍ଟରେ କଲରା ଫଳେଇଛି, ସିଏ କାହିଁକି କାଉକୁ ଦବ? ତେଣୁ ସେ ଗୋଟେ ବୁଦ୍ଧି ପାଞ୍ଚିଲା ଆଉ କାଉକୁ କହିଲା, ଏ ବୁଝିଲୁ, ତୁଟା ବଡ଼ ଅସନା, ତୋ ଥଣ୍ଟରେ ତ କାଦୁଅ ନାଗିଛି, ତୁ କଣ ଖାଇବୁ? ଯଦି ତୋର ଖାଇବାକୁ ଇଚ୍ଛା, ଯା ଆଗ ମାମୁଁ ଘର କୂଅରୁ ମୁହଁ ଧୋଇକିରି ଆ।